ହ୍ୟାଲୋ ହାଏ ଜୟ ଜଗନ୍ନାଥ ସମସ୍ତ ସାର୍ ଏବଂ ଦିଦିମାନଙ୍କୁ ମୋର ନମସ୍କାର। ସର୍ବପ୍ରଥମେ ତପନ ସାର୍ ଏଜୁକେସନ୍ ଚ୍ୟାନେଲରେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଗୋଟେ ବହୁତ ସୁନ୍ଦର ଟପିକ୍ ଉପରେ ଆଲୋଚନା କରିବା, ତାପରେ ମଧ୍ୟ ଗୋଟେ ସୁନ୍ଦର ନୃତ୍ୟ ଆମେ ଦେଖିବା। ବର୍ତ୍ତମାନ ଓଡ଼ିଶା ପାଠ୍ୟକ୍ରମ ରୂପରେଖ 2025 ଯେଉଁଟା OCF-AC 2025 କ'ଣ ନା ନୂତନ ପାଠ୍ୟପୁସ୍ତକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସଞ୍ଚାଳନ ନିମନ୍ତେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଅଛି। ଯେଉଁଟା ପ୍ରବୋଧନ ଟ୍ରେନିଂ କେଉଁଟା ନା OCF-AC। ଏଇ ଯେଉଁ ବର୍ତ୍ତମାନ ନୂତନ ପାଠ୍ୟପୁସ୍ତକ ଅଲରେଡ଼ି ସଂସ୍କରଣ ହୋଇସାରିଛି। ଆମର ନୂତନ ପାଠ୍ୟପୁସ୍ତକ ଆଧାରରେ ଆମର ଯେଉଁ କାର୍ଯ୍ୟକ୍ରମ ଚାଲିବ ବା ସ୍କୁଲରେ ପାଠ ପଢ଼ା ହେବ, ସେଥିରେ ଗୋଟେ କଳା ଶିକ୍ଷା ଗୋଟେ ବିଷୟ ଅଛି। ସେ କଳା ଶିକ୍ଷାରେ ବର୍ତ୍ତମାନ ଆଜି ଗୋଟେ ସୁନ୍ଦର ଟପିକ୍, ଯେଉଁଟାକି ଆମର ଜଣେ ସାର୍ ବର୍ତ୍ତମାନ ଗୋଟେ ନୃତ୍ୟ ପରିବେଷଣ କରିବେ। କ'ଣ ନା ରାମାୟଣରେ ନବରସକୁ ସୁନ୍ଦର ନୃତ୍ୟ ମାଧ୍ୟମରେ ବା ସେ ଦର୍ଶାଇବେ। ନବରସକୁ ବର୍ତ୍ତମାନ ରାମାୟଣରେ ଦର୍ଶାଇବେ। ସେଟା କ'ଣ ନା ଆମେ ଜାଣିବା ସର୍ବପ୍ରଥମେ ଭାରତୀୟ କଳା ସାହିତ୍ୟରେ ନବରସ, ଏଇ ନବରସକୁ ସେ ତ ନୃତ୍ୟ ମାଧ୍ୟମରେ ଦର୍ଶାଇବେ। ଆମେ ପ୍ରଥମେ ଏଇ ନବରସଟାକୁ ଜାଣିବା, ଯେଉଁଟାକି 9ଟି ମୁଖ୍ୟ ଭାବନା। ଏ ନବରସ କ'ଣ ବର୍ତ୍ତମାନ ଆମେ ଜାଣିବା, ତାପରେ ସେ ଯେଉଁ ସୁନ୍ଦର ନୃତ୍ୟ ପରିବେଷଣ କରିବେ ତାପରେ ଆମେ ଦେଖିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ମାଧ୍ୟମରେ ମଧ୍ୟ ଦର୍ଶାଇବେ। ଠିକ୍ ଅଛି, ଆମେ ଜାଣିବା ଭାରତୀୟ କଳା ସାହିତ୍ୟରେ ନବରସ ଯେଉଁଟା 9ଟି ମୁଖ୍ୟ ଭାବନା କ'ଣ ନା ହେଉଛି ମାନବୀୟ ଅନୁଭୂତିର ସାରାଂଶ, ଯାହା ମୁଖ୍ୟତଃ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ ଏବଂ ଶାନ୍ତ ରସକୁ ବୁଝାଇଥାଏ। ତାମାନେ ଏଇଗୁଡ଼ାକ ହେଉଛି କ'ଣ 9ଟି ରସ, ସେଥିପାଇଁ କୁହାହେଇଛି ନବରସ। ନା ଏହି ରସ ଗୁଡ଼ିକ ନାଟ୍ୟଶାସ୍ତ୍ର ଅନୁଯାୟୀ ନାଟକ, କାବ୍ୟ ଓ ଚିତ୍ରକଳାରେ ଭାବର ଅଭିବ୍ୟକ୍ତି ପାଇଁ ବ୍ୟବହୃତ ହୁଏ। ତାହେଲେ ବର୍ତ୍ତମାନ ଆମେ ଏଇ ନବରସଟା ଜାଣିଲେ, ଏଇ ନବରସକୁ ଆଉ ଥରେ ଆମେ ଟିକେ ଭଲସେ ବୁଝି ସାରିବା ପରେ ଏଇ ନବରସକୁ କେମିତି ରାମାୟଣରେ ଦର୍ଶାଇଛନ୍ତି ନୃତ୍ୟ ମାଧ୍ୟମରେ ଆମେ ଦେଖିବା। ଆମେ ଏଇ ନବରସର ତାଲିକା ତ ଆମେ 9ଟି ଜାଣିଗଲେ। ଗୋଟେ ହେଲା କ'ଣ ଶୃଙ୍ଗାର ରସ। ଶୃଙ୍ଗାର ରସ କ'ଣ, ଯେଉଁଟା ଆମେ ଜାଣିବା ଇଂଲିଶରେ କହିବାକୁ ଗଲେ ଲଭ୍ ବା ଏରୋଟିକ୍। କ'ଣ ନା ତାର ମାନେ ହେଉଛି ପ୍ରେମ ଓ ରୋମାଣ୍ଟିକ୍ ଭାବନା। ପ୍ରେମ ଓ ରୋମାଣ୍ଟିକ୍ ଭାବନା ହେଲା ଶୃଙ୍ଗାର ରସ। ଦ୍ୱିତୀୟରେ ଆସିବ ହାସ୍ୟରସ। ହାସ୍ୟରସ କ'ଣ ହ୍ୟୁମର, ଯେଉଁଟା ହାସ୍ୟରସ ସେଟା କ'ଣ ନା ହସ ଓ ମଜାଳିଆ ଭାବ। ତାପରେ ଆସିବ କରୁଣ ରସ, କମ୍ପାସନ୍ ସ୍ୟାଡନେସ୍। କରୁଣ ରସ, କମ୍ପାସନ୍ ସ୍ୟାଡନେସ୍, ଯେଉଁଟା କ'ଣ ନା ଦୁଃଖ, ଶୋକ ବା କରୁଣା ଅଭିଧାନ। ତାପରେ ଆସିବ ରୌଦ୍ର ରସ, ଏଙ୍ଗର, ଯେଉଁଟା ହେଲା କ୍ରୋଧ ବା ରାଗ। ତାପରେ ଆସିବ ବୀର ରସ, ହେରୋଇଜିମ୍, ଯେଉଁଟା ଉତ୍ସାହ, ସାହସ ଓ ବୀରତ୍ୱ। ତାପରେ ଗୋଟେ ଆସିବ ଭୟାନକ ରସ, ଯେଉଁଟା ଫିଅର ହେଲା ଭୟ ବା ଆତଙ୍କ। ତାପରେ ଆସିବ ବିଭତ୍ସ ରସ, ଡିସଗୋଷ୍ଟ, ଯେଉଁଟା ଘୃଣା ବା ଅରୁଚି। ଅଦ୍ଭୁତ ରସ, ୱାଣ୍ଡର, ଯେଉଁଟା ହେଲା ବିସ୍ମୟ ବା ଆଶ୍ଚର୍ଯ୍ୟ। ତାପରେ ସର୍ବଶେଷରେ ଆସିବ ଶାନ୍ତ ରସ, ଯେଉଁଟା ହେଲା ପିସ୍। ସେଟା କ'ଣ ନା ଶାନ୍ତି, ମୁକ୍ତି ବା ଆଧ୍ୟାତ୍ମିକ ଭାବ। ତାହେଲେ ବର୍ତ୍ତମାନ ଆମେ 9ଟି ରସ ବିଷୟରେ ଜାଣିଲେ। ଏହି ରସ ଗୁଡ଼ିକ ଓଡ଼ିଆ ସାହିତ୍ୟ ଓ କଳାରେ ଭାବପୂର୍ଣ୍ଣ ଅଭିବ୍ୟକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ତାହେଲେ ଏଇ ବର୍ତ୍ତମାନ 9ଟି ରସ ଯେଉଁ ଜାଣିଲେ, ଏଇ 9ଟି ରସକୁ କେମିତି ରାମାୟଣରେ ଆମର ସାର୍ ଯେଉଁଟା ସୁନ୍ଦର ନୃତ୍ୟ ମାଧ୍ୟମରେ ଦର୍ଶାଇଛନ୍ତି, ଆମେ ସମସ୍ତେ ଆସ ଉପଭୋଗ କରିବା।
ଆମ ସାର୍ଙ୍କ ନାଁ ହେଉଛି ରବି ସାର୍, ଯେଉଁଟା ରବିଶଙ୍କର ମାଝୀ। ଆମେ ଆସନ୍ତୁ ଆମେ ସମସ୍ତେ ଉପଭୋଗ କରିବା ଏବଂ ଦେଖିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆମେ ସେୟାର କରିବା, କମେଣ୍ଟ କରିବା ଆଉ ସବସ୍କ୍ରାଇବ୍ ମଧ୍ୟ କରିବା। ଠିକ୍ ଅଛି, ଆସନ୍ତୁ ଆମେ ଉପଭୋଗ କରିବା ନୃତ୍ୟଟିକୁ। କାର୍ଯ୍ୟକ୍ରମ ଦେଖାଯାଇଛି। ତାପରେ ଆସିଲା ହାସ୍ୟ ଆମର ସୁପଣା ଯଦି ନାକଟ କଟା ହେଉଛି ସେଠି ହାସ୍ୟର ଉତ୍ପନ୍ନ ଯାଉଛି। ଭୟ, ଯୁଦ୍ଧ ସମୟରେ ବଡ଼ ରାକ୍ଷସ ସବୁ ଆସି ବାହାରେ ସବୁ ତାକୁ ସେ ଭୟ ମଧ୍ୟ ଦର୍ଶାଯାଇଛି। କ୍ରୋଧ ହେଲା ରାବଣଙ୍କର ଯେଉଁ କ୍ରୋଧକୁ ଦର୍ଶାଯାଇଛି। ତାପରେ ଆସିଲା ଆମର ଅଦ୍ଭୁତ, ସାଧାରଣ ବାନର ମାନେ ତ ସେମାନେ ଅଦ୍ଭୁତ କାମ ସେ କରୁଛନ୍ତି। ବାନର ହେଇକି ମଧ୍ୟ ସେମାନେ ମାନେ ସମୁଦ୍ରର ସେତୁ ସେମାନେ ବନେଇଛନ୍ତି। ତ ବଡ଼ ଅଦ୍ଭୁତ ଦୃଶ୍ୟ ସେଇଭଳିଆ। ତ ତାକୁ ନେଇକି ରାମାୟଣ ମାଧ୍ୟମରେ ମୁଁ ନବରସରେ ମୁଁ ନୃତ୍ୟ ପ୍ରଦର୍ଶନ କରୁଛି। Nadi
বিহারণে দিন বিমাননে সুগার খিতিন দিন বিমাননে খিতিন দিন বিমাননে দিন বিহারণে সুন্দর
Muni jane